ଦେଖନ୍ତୁ ନିଶ୍ଚିତ ଭାବରେ ସବୁ ଜାଗାରେ ମୁଁ କହେ ଯେ ବିଶ୍ୱାସରେ ପଥର ଭିତରେ ମଧ୍ୟ ଠାକୁର ଅଛନ୍ତି। ପ୍ରହ୍ଲାଦ ଭକ୍ତ ଦେଖେଇ ଦେଇଥିଲେ ଯେ ଖୁମ୍ବ ଭିତରୁ ମଧ୍ୟ ନାରାୟଣକୁ ବାହାର କରିଦେଇଥିଲେ। ତେଣୁ ଏଠି ଗୋଟେ ବିଶ୍ୱାସର ସହିତ ଏ ପମସରା ଗାଁର ଯେଉଁ ସମସ୍ତ ଅଧିଷ୍ଠାତ୍ରୀ ଦେବୀ ପଦ୍ମିନୀଙ୍କର ଯେଉଁ ସ୍ୱପ୍ନା ଦେଶରେ ମନ୍ଦିର କରିଛନ୍ତି, ବହୁତ ପ୍ରତ୍ୟକ୍ଷ ମା ସମସ୍ତଙ୍କୁ ମା ଭଲରେ ରଖନ୍ତୁ, ଘଣ୍ଟ ଘୋଡ଼େଇ ରଖନ୍ତୁ। ଆଉ ଖାସ କରି ଏଇ ଗାଁ ଯିଏ ଆଜି ତାଙ୍କୁ ପ୍ରତିଷ୍ଠା କରିଛି ଏ କିଛି କମ୍ ବଡ଼ କଥା ନୁହେଁ। ମାଆଙ୍କୁ ହଉ କି ଯେଉଁ ଠାକୁରାଣୀଙ୍କୁ ହଉ ପ୍ରତିଷ୍ଠା କରିବା ଗୋଟେ ଆପଣ ଚେଷ୍ଟା କରନ୍ତୁ, ଆପଣ କରିପାରିବେନି। ଯେ ପର୍ଯ୍ୟନ୍ତ ମାଆଙ୍କର ଯେ ପର୍ଯ୍ୟନ୍ତ ପ୍ରଭୁଙ୍କର ଆଶୀର୍ବାଦ ନ ହୋଇଛି, ତାଙ୍କ ଆଜ୍ଞା ନ ହୋଇଛି, କେହି ଚାହିଁଲେ ମଧ୍ୟ କେତେ ଧନୀ ଲୋକ ହେଇଥାଉ ମଧ୍ୟ ଗୋଟେ ମନ୍ଦିର ପ୍ରତିଷ୍ଠା କରିପାରିବନି। ତେଣୁ ମାଆଙ୍କର ଆଶୀର୍ବାଦ ଅଛି ସେମାନେ ପିଲାମାନଙ୍କ ଉପରେ, ସେଥିପାଇଁ ସେମାନେ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ମାଆଙ୍କର ସେଇ ଆଶୀର୍ବାଦ ସମସ୍ତଙ୍କ ଉପରେ ସବୁବେଳେ ଥାଉ। ଆମର ଏ ଗ୍ରାମ ହେଉଛି ପମସରା ଗ୍ରାମ। ଏଠି ଗ୍ରାମ ଦେବତୀ ହେଉଛନ୍ତି ପଦ୍ମିନୀ ଠାକୁରାଣୀ। 24 ବର୍ଷ ହେଲା ଯଜ୍ଞ ଚାଲିଛି। 24 ବର୍ଷରେ ଏ ବର୍ଷ ମାଆଙ୍କର ମନ୍ଦିର ହେଇଛି, ନୂତନ ବିଗ୍ରହ ସ୍ଥାପନ ହେଇଛନ୍ତି। ଏଇଭଳି ଉତ୍ସବ 24 ବର୍ଷ ହେଲା ଚାଲି ଆସିଛି ଏବଂ ମା ପ୍ରତ୍ୟକ୍ଷ ଠାକୁରାଣୀ ସମସ୍ତ ଭକ୍ତମାନଙ୍କର ଯିଏ ଯାହା କାମନା କରନ୍ତି ଅଭିଷ୍ଟ ସିଦ୍ଧି ହୁଏ। ସମସ୍ତ ମନୋବାଞ୍ଛା ମା ପୂର୍ଣ୍ଣ କରନ୍ତି। କାଲି କାର୍ତ୍ତିକ ପୂର୍ଣ୍ଣିମା, ଆଜି ମନ୍ଦିର ପ୍ରତିଷ୍ଠା ହେଇଛି, ଏଇଟା କେତେ ଶୁଭ ହେବ? କାର୍ତ୍ତିକ ମାସ ବହୁ ପୁଣ୍ୟ ମାସ। ଏଥିରେ ମାଆଙ୍କର ଯେଉଁ 99 ମସିହା ବାତ୍ୟା ବିଭୀଷିକାରେ ଗ୍ରାମବାସୀ ସମସ୍ତେ ଦୁଃଖିତ ହୋଇପଡ଼ିଥିଲେ, ମର୍ମାହତ ହୋଇପଡ଼ିଥିଲେ। ସେତିକିବେଳେ ମାଆଙ୍କର କାର୍ଯ୍ୟ ଆରମ୍ଭ ହୋଇଥିଲା। ସେବେଠାରୁ ଆଉ କୌଣସି ବିପତ୍ତି ଗ୍ରାମକୁ ଆସିନି। ଭକ୍ତ ସେ ତିଆରି କରିଛନ୍ତି, ମା ତିଆରି କଲେ। ଶ୍ରଦ୍ଧାଳୁ ସମସ୍ତଙ୍କର ସହଯୋଗ ଏବଂ ସୁବ୍ରଜିତ ବାବୁଙ୍କ ସହଯୋଗରେ ଏ ମନ୍ଦିର ନିର୍ମାଣ ହେଇଛି, ମାଆଙ୍କ ବିଗ୍ରହ ସ୍ଥାପନ ହେଇଛି। ଲକ୍ଷ୍ମୀଧର ପ୍ରଧାନ ପମସରା। ମନ୍ଦିର ପ୍ରତିଷ୍ଠା ହେଇଛି, ମାଆଙ୍କର ମନ୍ଦିର ପ୍ରତିଷ୍ଠା ହେଇଛି, କ'ଣ କହିବେ? ଏ ତ ବହୁ ପୁରୁଣା ଠାକୁରାଣୀ। ଇଏ ଆମର ବହୁ ଆଜ୍ଞା ଇଏ ଆମର ବହୁ ପୁରୁଣା ଠାକୁରାଣୀ। ଆମେ ବି କହିପାରିବୁନୁ। ଇଏ ବାପା ଜେଜେବାପାଙ୍କ ଅମଳର ଠାକୁରାଣୀ, ବହୁତ ଦିନର। ଏ ଠାକୁରାଣୀ ହେଉଛନ୍ତି ଆମର ପରମ ବୈଷ୍ଣବୀ। ଇଏ ନିରାମିଷ ଠାକୁରଙ୍କର ଖାଦ୍ୟ ଭୋଗ। ଇଏ ଆମର ଗୋଟେ ବଉରଗୁଳି ଗଛ ମୂଳେ ଇଏ ଥିଲେ। ଗାଁ ଲୋକମାନେ ସବୁ ସ୍ଥାୟୀ କଲେ। ସ୍ଥାୟୀ କଲା ପରେ ଗୋଟେ ଛୋଟ ମନ୍ଦିରଟିଏ କଲେ। ସେ ମନ୍ଦିର ଭିତରେ ରଖିଥିଲେ। ତାପରେ ଆମର ସେମିତି ଧୀରେ ଧୀରେ ସବୁ ପୂଜା ଫୂଜା ଇଏ ଚାଲୁଥାଏ। ଆମର ଆସି ଜଣେ ଭକ୍ତ ପହଞ୍ଚିଲେ ଏଠି। ଭକ୍ତ ପହଞ୍ଚି ସେ ଆମ ଗ୍ରାମବାସୀକି ପଚାରିଲେ ଏଠି ଅସୁବିଧାଟା କ'ଣ। ଆମେ ସବୁ ତାଙ୍କୁ ଯୋଗେଇଲୁ। କହିବା ଭିତରେ ସେଇଠୁ ଧୀରେ ଧୀରେ ଏ ଜିନିଷ ସବୁ କରିଛନ୍ତି। ତାଙ୍କର ଅନୁଭୂତିରେ ଏସବୁ ଜିନିଷ ହେଇଛି। ସ୍ୱପ୍ନ ଦେଲେ ମା ଯାଇକି କହିଲେ ମନ୍ଦିର ହେବା ପାଇଁ। ସେଥିପାଇଁ ସେ ଆସ୍ତେ ନିଜର ଉତ୍ସାହିତ ସହିତ ସବୁ ପ୍ରକାର କରିକି ମନ୍ଦିରଟା ତୋଳିଲେ। ମାନେ ମନ୍ଦିରର ମାଆଙ୍କର ଏମିତି ସ୍ୱପ୍ନାଦେଶ ହେଲା ଯେ ଆଉ ରହିପାରିଲେନି ଭେଣୁ ମାତ୍ରକେ। ମନ୍ଦିର ତିଆରି 3 ମାସରେ ମନ୍ଦିର ତିଆରି ହେଉଛି। ଯେମିତି ସ୍ୱପ୍ନାଦେଶ ଦେଲେ ସେଇଠୁ ଷ୍ଟାର୍ଟ ହେଲା ମନ୍ଦିର। ଏବେ ପର୍ଯ୍ୟନ୍ତ ମନ୍ଦିର ଏବେ ପୂର୍ଣ୍ଣାହୁତିର କାଲି କାର୍ଯ୍ୟକ୍ରମ ଅଛି। ଏଇଟା ମାଆଙ୍କର ସବୁ ଗୋଟେ ଆଶୀର୍ବାଦ ରହିଲା ବୋଲି ସେଇଟା ହେଇଗଲା। ଆଉ ଗ୍ରାମବାସୀଙ୍କ ସହଯୋଗ ଅଛି? ଗ୍ରାମବାସୀଙ୍କ ସହଯୋଗ ଅଛି ସମସ୍ତଙ୍କର। ମାଆଙ୍କର ନୀତି କ'ଣ ଅଛି? ମାଆଙ୍କର ସକାଳୁ ଖେଚେଡ଼ି ଭୋଗ ହେବ, ସେଠୁ ସନ୍ଧ୍ୟାବେଳକୁ ଆଳତି ହେବ, ସକାଳେ ଆଳତି ହେବ, ସେଠୁ ବେଶ ହେବ, ଏଇସବୁ ପ୍ରକାର ହେବ। ସ୍ୱପ୍ନାଦେଶ କହିଥିଲେ ନା ଫଟୋ କେହି ଉଠେଇବେନି। ସେ କହିଥିଲେ ମୋ ପାଇଁ ମନ୍ଦିର କରିବ। ଦୀପବାବୁ କହିଲେ ସେ ମନ୍ଦିର ସେଇଠୁ ନିର୍ମାଣ କଲେ। ମାଆଙ୍କର ଆଶୀର୍ବାଦ ରହିଛି କାମ ଉପରେ। ମାଆଙ୍କର ଆଶୀର୍ବାଦ ଲୋକମାନଙ୍କ ଉପରେ ରହିଛି। ଲୋକମାନ ବି ତାଙ୍କର ସାହାଯ୍ୟ ଅଛି। ଏଥିପାଇଁ ସେ ତାଙ୍କ ଆଗ୍ରହୀ। ହଁ, ମା ସମସ୍ତଙ୍କୁ ଆଶୀର୍ବାଦ କରିବେ, ସମସ୍ତେ ନେଉରା ରହିବେ। ତାଙ୍କ ପ୍ରତି ଶ୍ଲୋକ ଓಂ ଭକ୍ତାଭୀଷ୍ଟ ବଳପ୍ରଦ ସୁମନୋଜ ସଂଚାର ବଧଂ ଚିଦୋ ମାୟା ମୋହନୋଦୟାନ୍ତିନ ବ୍ରହ୍ମାଦିବି ବନ୍ଦିତ କଞ୍ଜାସ୍ୟ ଗଳିଗାଳ ବଜାବଦଳନେ ଯଶାବନେ ସନ୍ଦିତ ଧାୟକ ନବତରଂ ଶ୍ରୀଯଜ୍ଞ ନାରାୟଣ କଙ୍କଂ କାଳ ରୂପା କମନୀୟ ସ୍ୱରୂପା କାମିନୀ କାଳମୂର୍ତ୍ତି ଖଂ ଖଂ ଖଡ଼୍ଗସ୍ତାଗମୋଚନା ଗର୍ଭ ନୀଳୋତ୍ପଳାଭ୍ୟାଂ ଗଙ୍ଗଂ ଗଜରୁବନ ଗନ୍ଧାର ରାଗଂ ପ୍ରିୟଂ ଘଙ୍ଗଂ ଘୋର ରୂପା ଘଟଟା ପାତୁ ମା ଦେବୀ ଦୁର୍ଗେ। ନା ରମାକାନ୍ତ ପ୍ରଧାନ।
ଏ ମନ୍ଦିର 62 ଦିନରେ କମ୍ପ୍ଲିଟ୍ ମାଆଙ୍କ ଆଶୀର୍ବାଦ हाँ 62 दिन भितर ये बर्तमान आमर जन बंधु तांकर बरगड़ तांकर दीपू बाबू ताको डाकुଛନ୍ତି आम सी आसिक आम गाँव रहा पूर्व आम गाँव किसी डेभलपमेंट होती ये मंदिर हबार 62 दिन भी हेनी ताठू आ कम दिन रही आज की मिसेक 2 मास पूरण होनी से मंदिर अनुकूल सी सब दान कर ठीक एमती चलती आज प्रतिष्ठा मीना बजार पड़ी सब माँ का आशीर्वाद रही माँ का आशीर्वाद रही सब ग्रामवासी सहयोग हाँ ग्रामवासी सहयोग होती।